ସବୁଆଡେ ପ୍ରାୟ ଜଣା ପଡୁଛନ୍ତି ଅଯୋଗ୍ୟ ହିତାଧିକାରୀ ବହୁତ ଅଛନ୍ତି। ଅଯୋଗ୍ୟ ହିତାଧିକାରୀ ଯୋଉମାନେ ବି ଅଛନ୍ତି ମୁଁ ଆଗ ଅପିଲ କରୁଛି ସମସ୍ତେ ଆଗ ସରେଣ୍ଡର କରିଦିଅନ୍ତୁ। କିଛି ଆକ୍ସନ ନିଆଯିବନି, ସରେଣ୍ଡର କରିଦିଅନ୍ତୁ। ଆଉ ଯଦି ସରେଣ୍ଡର ନ କରିବେ ତ ଆକ୍ସନ ନିଆଯିବ। ଦେଖନ୍ତୁ ସାରା ଓଡ଼ିଶାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ମାନେ କିଏ ସରକାରୀ ଚାକିରି କରିଛି, କିଏ ଟିଚର ଅଛି, କିଏ ଲେକ୍ଚରର ଅଛି, କିଏ ଡକ୍ଟର ଅଛି। ମୁଁ ଏମିତି କହିବିନି, ସବୁ ପ୍ରକାରର ଲୋକ ଅଛନ୍ତି ଯୋଉମାନେ ହାତେଇଛନ୍ତି ଇଏ କାର୍ଡ, ସେଟା ନବା ଉଚିତ ନୁହେଁ। ତେଣୁ ତାଙ୍କୁ ମୁଁ ନିବେଦନ କରୁଛି ଯେ ସେମାନେ ସରେଣ୍ଡର କରିଯାଆନ୍ତୁ ବିଫୋର ଆକ୍ସନ will be taken against them। କିଛି ଡେଡଲାଇନ ଦିଆଯିବ ତାଙ୍କୁ ସରେଣ୍ଡର? ନାଇଁ, ଡେଡଲାଇନ ନାହିଁ, ସେମାନେ ତୁରନ୍ତ ସରେଣ୍ଡର କରିଦିଅନ୍ତୁ। ଆମେ ଇକେୱାଇସି ସରିବା ପୂର୍ବରୁ ଛାଡ଼ି ଦିଅନ୍ତୁ। ବହୁତ ବଡ଼ ଅପରଚ୍ୟୁନିଟି ଓଡ଼ିଶା ପାଇଁ, ଆଉ ଓଡ଼ିଶାକୁ ସେ ବହୁତ ପ୍ରାୟୋରିଟି ଦେଉଛନ୍ତି। ତେଣୁ ଗୋଟେ ସୁବର୍ଣ୍ଣ ଯୁଗ ଓଡ଼ିଶା ପାଇଁ ଆସିଛି ମୁଁ ଭାବୁଛି। ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବହୁତ ବିକାଶ ହେବ।